ସୁନାବେଶ ଉପଲକ୍ଷେ ସରକାରଙ୍କ ତରଫରୁ 12ଟି ବଡ଼ ଘୋଷଣା ଜାରି କରାଯାଇଛି, ଯାହାକି ଓଡ଼ିଶାବାସୀମାନଙ୍କୁ ଖୁସି କରିବ। ଏକ ଖୁସିର ଉପହାର ସୁନାବେଶଠାରୁ ଆପଣମାନଙ୍କୁ ମିଳିବା ପାଇଁ ଯାଉଛି। ଏହି 12ଟି ବଡ଼ ଘୋଷଣା ସରକାରଙ୍କ ତରଫରୁ ଓଡ଼ିଶାର ପ୍ରତ୍ୟେକ ଲୋକମାନଙ୍କ ପାଇଁ ଘୋଷଣା କରାଯାଇଛି। ଏହି 12ଟି ଘୋଷଣା କ'ଣ ରହିଛି ପ୍ରତ୍ୟେକ ଲୋକମାନଙ୍କ ପାଇଁ? ଓଡ଼ିଶା ସରକାରଙ୍କ ତରଫରୁ ସୁନାବେଶ ପାଖରୁ ଯେଉଁ 12ଟି ଘୋଷଣା କରାଯାଇଛି, ସେ 12ଟି ଘୋଷଣା କ'ଣ ରହିଛି, ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଏ ବିଷୟରେ ବିସ୍ତାର ରୂପେ ମୁଁ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ ଆଉ ସେ ଘୋଷଣା ଗୁଡ଼ିକରୁ ଆପଣମାନେ ଲାଭ ଉଠାଇ ପାରିବେ। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ପ୍ରଥମ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଥାନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଆପଣ ସମସ୍ତେ ଜାଣିଛନ୍ତି 14 ଜୁଲାଇ 2026 ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ର 44ତମ ବୈଠକରେ 7ଟି ବିଭାଗର 12ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ 7ଟି ପ୍ରସ୍ତାବ ଥିବା କେବଳ ଅନ୍ୟ 6ଟି ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ରହିଛି। 1 ନମ୍ବରରେ ସେତୁ ବନ୍ଧନ ଯୋଜନା ସମ୍ପ୍ରସାରଣ। ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପାଇଁ ରାଜ୍ୟର 3167ଟି ପୁରୁଣା ସେତୁର ମରାମତି ଓ ସୁଦୃଢ଼ୀକରଣ କରାଯିବ। ଏଥିପାଇଁ 11,800 କୋଟି ମଞ୍ଜୁର ହୋଇଛି, ଯେଉଁଥିରେ 1,750ଟି ନୂଆ ସେତୁ ନିର୍ମାଣ ଓ 1,417ଟି ଚାଲୁ ରହିଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ। 2 ନମ୍ବରରେ MMSY ଅର୍ଥାତ୍ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅବଧି ବୃଦ୍ଧି କରାଯାଇଛି। ଦେଖନ୍ତୁ, ଏହି ଯୋଜନାକୁ ଆଗାମୀ 5 ବର୍ଷ ପାଇଁ ବୃଦ୍ଧି କରାଯାଇ 4,000 କୋଟିର ବ୍ୟୟ ବରାଦ କରାଯାଇଛି। ଏହାଦ୍ୱାରା 4,607 କିମି ନୂଆ ରାସ୍ତା ନିର୍ମାଣ ହେବ ଓ 115 କିମି ଅଧୁରା କାମ ଶେଷ ହେବ। 3 ନମ୍ବରରେ ଦୁର୍ଗମ ଅଞ୍ଚଳ ସଂଯୋଗୀକରଣ। ଦେଖନ୍ତୁ, MMSY ଦୁର୍ଗମ ଅଞ୍ଚଳର ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ ଯୋଜନା ପାଇଁ 1,300 କୋଟି ମଞ୍ଜୁର କରାଯାଇଛି, ଯେଉଁଥିରେ 1,150 କିମି ରାସ୍ତା ତିଆରି ହେବ। 4 ନମ୍ବରରେ ରାସ୍ତାଗୁଡ଼ିକର ନବୀକରଣ ପ୍ରକଳ୍ପ। ଦେଖନ୍ତୁ, 5,700 କୋଟି ବ୍ୟୟରେ ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳର 17,500 କିମି ରାସ୍ତାର ଉନ୍ନତୀକରଣ ଏବଂ ସମ୍ପ୍ରସାରଣ କରାଯିବ। 5 ନମ୍ବରରେ MMSY ମିସିଂ ରୋଡ୍ ଲିଙ୍କ। ଦେଖନ୍ତୁ, ଗ୍ରାମ୍ୟ ରାସ୍ତାଗୁଡ଼ିକକୁ ମୁଖ୍ୟ ରାସ୍ତା ସହ ଯୋଡ଼ିବା ପାଇଁ 1,917 କୋଟିର ବ୍ୟୟ ବରାଦରେ 3,850 କିମି ରାସ୍ତା ନିର୍ମାଣ କରାଯିବ। 7 ନମ୍ବରରେ ଗ୍ରାମ୍ୟ ଉନ୍ନୟନ ସେବା ନିୟମାବଳୀ। ଦେଖନ୍ତୁ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟଗୁଡ଼ିକର ପ୍ରଶାସନିକ କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ ଆନୁଷଙ୍ଗିକ ସେବା ନିୟମ ପ୍ରସ୍ତାବ ପାରିତ ହୋଇଛି। 7 ନମ୍ବରରେ ବ୍ରିଜ୍ କମ୍ ଓୟାର ଯୋଜନା। ଦେଖନ୍ତୁ, ନଦୀ ଓ ନାଳ ଉପରେ ପୋଲ ସହ ପାଣି ଅଟକାଇବା ପାଇଁ ଏହି ପ୍ରକଳ୍ପକୁ 5 ବର୍ଷ ପାଇଁ ବଢ଼ାଯାଇ 600 କୋଟି ଅନୁମୋଦନ କରାଯାଇଛି। ଏହାଦ୍ୱାରା 508ଟି ନୂଆ ପ୍ରକଳ୍ପ ଓ 126ଟି ଚାଲୁ ରହିଥିବା ପ୍ରକଳ୍ପ ଶେଷ ହେବ। 8 ନମ୍ବରରେ ନୂଆ କୃଷି ବଜାର ଆଇନ। ଦେଖନ୍ତୁ, 1956 ମସିହାର ପୁରୁଣା ଓଡ଼ିଶା କୃଷି ଉତ୍ପାଦ ବଜାର ଅର୍ଥାତ୍ UAPM ଆଇନକୁ ରଦ୍ଦ କରିବା ଏବଂ ଏକ ନୂତନ ଉଦାର କୃଷି ବଜାର ଆଇନ ଆଣିବା ପାଇଁ ପ୍ରସ୍ତାବ ମଞ୍ଜୁରୀ ହୋଇଛି। ଏହାଦ୍ୱାରା ୱାନ୍ ଷ୍ଟେଟ୍ ୱାନ୍ ମାର୍କେଟ୍ ନୀତି ଆଧାରରେ ଚାଷୀମାନେ ନିଜ ଫସଲର ଉଚିତ ମୂଲ୍ୟ ପାଇପାରିବେ ଏବଂ ଡିଜିଟାଲ ଟ୍ରେଡିଂ ବ୍ୟବସ୍ଥା ସହଜରେ ହେବ। 9 ନମ୍ବର ବଡ଼ ଘୋଷଣାଟି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅର୍ଥାତ୍ ରାଜ୍ୟ କୃଷି ନୀତି। ଦେଖନ୍ତୁ, କୃଷି ଉଦ୍ୟାନ କୃଷି ଓ ପ୍ରାଣୀ ସମ୍ପଦ କ୍ଷେତ୍ରରେ କୃଷି ଉଦ୍ୟୋଗୀଙ୍କୁ
ପ୍ରୋତ୍ସାହିତ କରିବା ପାଇଁ 2,496.40 କୋଟିର ଆର୍ଥିକ ବ୍ୟୟବରାଦ ସହ ସବସିଡି ପ୍ରଦାନ ଯୋଜନାକୁ ଆଉ 5 ବର୍ଷ ବଢ଼ାଯାଇଛି। ଏହାଦ୍ୱାରା ସମସ୍ତ 30 ଜିଲ୍ଲାରେ ପ୍ରାୟ 8,500 ବାଣିଜ୍ୟିକ କୃଷି ଉଦ୍ୟୋଗ ପ୍ରକଳ୍ପ ପ୍ରତିଷ୍ଠା ହେବ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ'ଣ କହିଛନ୍ତି ଆସନ୍ତୁ ଶୁଣିବା। जे यही स्कीम रे आमे जिते भी आमर चासी माने जो कि एंटरप्रेन्योर हेबाकू चाहुछन्ते तांकू तांकर जो भी प्रपोजल अछि सेथिरे 40% सब्सिडी दिया जाए एंड यदि महिला बा एससी एसटी आउ चासी मानक पिल्ला माने से मानकू मध्य एथिरे सब्सिडी दिया जाए। 10 नंबर रेवेन्यू सर्विस कैरेड रिफॉर्म देखंतु रेवेन्यू डिपार्टमेंट तरफरु आपण मानक पई नुआ नियम लागू करा जिवो। एही नुआ नियम द्वारा आपण मानकर समस्त कार्य शीघ्र हेई पारिबो। 11 नंबर रे पार्वतीगिरी मेगा लिफ्ट जलसेचन देखंतु चाष जमी को जलसेचन सुविधा जोगैबा पई पार्वतीगिरी मेगा लिफ्ट जलसेचन प्रकल्प अधीन रे 130 कोटी रु अधिक टंकार एक नुआ योजना को कैबिनेट मंजूरी प्रदान करिछि, जहा आगामी 3 वर्ष मध्य शेष हेबो। 12 नंबर रे उपभोक्ता अदालत पाई नुआ सेवा नियम देखंतु राज्य एवं जिला स्तरीय ग्राहक विवाद समाधान कमिशन रे कार्यरत स्टेनोग्राफर मानक पाई नुआ नियुक्ति एवं प्रशासनिक सेवा नियम को अनुमोदन करा जाइछि। यह द्वारा नियुक्ति प्रक्रिया रे स्वच्छता और दक्षता आसीबो। देखंतु जो उपभोक्ता अदालत पाई जो नुआ सेवा नियम रही राज्य एवं जिला स्तरीय ग्राहक विवाद समाधान कमिशन रे कार्यरत जो स्टेनोग्राफर माने रहिचंती सेमानक पाई नुआ नियुक्ति रहिबो एवं प्रशासनिक सेवा नियम को मध्य अनुमोदन करा जाइछि, जहा द्वारा नियुक्ति प्रक्रिया रे आपण मानकर स्वच्छता आसीबो, जे कौनसी करप्शन हबो नाही, दक्षता मध्य आसीबो, जहा सरकारक तरफरु बड़ घोषणा जारी करा जाइछि। शेषरे ओडिशा मत्स्य सेवा नियमावली 2026 देखंतु राज्यर ब्लॉ इकोनोमी बा मत्स्य चाषर उन्नति पाई ओडिशा मत्स्य सेवा अर्थात नियुक्ति एवं सेवा शर्तावली नियमावली 2026 को मंजूरी दिया जाइछि। यह अधीन रे कैडर पुनर्गठन करा जाई अनुमोदित पदवी संख्या 617 रु 835 को वृद्धि करा जाइछि, जहा द्वारा 33 लाख मेट्रिक टन माछ उत्पादन लक्ष्य पूरण हेबो।